ଚିଲିକାର ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସେଥିରେ ଆମର 21ଟି ଟିମ୍ ଗଠନ କରାଯାଇଛି। ତ 21ଟି ଟିମ୍ ଓ 21ଟି ଦିଗ ଦିଆଯାଇଛି ବା 21ଟି ପାଥ୍ ଦିଆଯାଇଛି, ଯେଉଁଥିରେ ସେମାନେ ଗତି କରିବେ ଆଉ ଚଢ଼େଇ କାଉଣ୍ଟିଂ କରିବେ ଆଜ୍ ପର୍ ପ୍ରୋସିଜିଓର। ତେଣୁ ଏଇ 21ଟି ଟିମ୍କୁ ବାଇନାକୁଲାର, ଜିପିଏସ୍ ଆଉ ସ୍ପଟିଂ ସ୍କୋପ୍, ଫିଲ୍ଡ ନୋଟବୁକ୍ ଏସବୁ ଜିନିଷ ଦିଆଯାଇଛି। ବାର୍ଡ ଆଇଡେଣ୍ଟିଫିକେସନ୍ ବୁକ୍ ମଧ୍ୟ ଦିଆଯାଇଛି। ତ ବିଭିନ୍ନ ଟିମ୍ ଗୁଡ଼ିକ ଯେଉଁ ଗୋଟେ ଗଠନ କରାହେଇଛି, ତା ଦେହରେ 5ରୁ 6 ଲୋକ ବା ମ୍ୟାକ୍ସିମମ୍ 7 ଲୋକ ରହୁଛନ୍ତି। ତେଣୁ ସେଇ ଟିମ୍ ଗୁଡ଼ିକ ଡାଟା କଲେକ୍ସନ୍ କରିବେ। ଡାଟା କଲେକ୍ସନ୍ କରିକି ପ୍ରାୟ ଖରାବେଳ ସୁଦ୍ଧା ସେମାନେ ପଠାଇଦେବେ ଡାଟାଟିକୁ। ଆଉ ଡାଟା କମ୍ପାଇଲ୍ ହେବ ଏଇଠି ଆମର ୱେଟଲ୍ୟାଣ୍ଡ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର ବର୍କୁଲ ବା ଚନ୍ଦ୍ରପୁର କ୍ୟାମ୍ପସରେ ଆମର ଏଠି କମ୍ପାଇଲ୍ ହେବ। କମ୍ପାଇଲ୍ ହେଇକି ରେଜଲ୍ଟ ବାହାରିବ। ଗଣନାକାରୀ ଭାଗ ନେଇଛନ୍ତି ଗଣନାକାରୀର ଯେଉଁ ଦଳ କରାହେଇଛି, ଗଣନାକାରୀ ଦଳ, ତା ଦେହରେ ୱାଇଲ୍ଡ ଲାଇଫ୍ ହେଡକ୍ୱାର୍ଟର୍ସ ବା ପିସିସି ୱାଇଲ୍ଡ ଲାଇଫ୍ ଅଫିସରୁ ଅଫିସର୍ସ ମାନେ ଆସିଛନ୍ତି। ତା ସହିତ ଆମ ନିଜର ଷ୍ଟାଫ୍, ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନର, ସିଡିଏର ଷ୍ଟାଫ୍, ଚିଲିକା ଡେଭଲପମେଣ୍ଟ ଅଥରିଟିର ଷ୍ଟାଫ୍, ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟିର ଅଫିସିଆଲ୍ସ, ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଉ ବିଭିନ୍ନ ଏନଜିଓ, ସିବିଓ ଯଥା ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ, ଓପିଏସ୍ଏ, ଏଇ ଟାଇପ୍ର ବିଭିନ୍ନ ୱାଇଲ୍ଡ ଲାଇଫ୍ ଅର୍ଗାନାଇଜେସନ୍ ଯେଉଁମାନେ କି କାମ କରୁଛନ୍ତି ୱାଇଲ୍ଡ ଲାଇଫ୍ କ୍ଷେତ୍ରରେ, ତାଙ୍କୁ ନିଆଯାଇକି ଗଠନ କରାଯାଇଛି। ଆଉ ସେଇ 21ଟି ଟିମ୍ରେ ବିଭିନ୍ନ ଏଇ କମ୍ପୋଜିସନ୍ର ଲୋକମାନେ ପ୍ରେଜେଣ୍ଟ ରହିବେ। ସମୟ ଧରି ଚାଲିବ, କେତେ ଚାଲିବ? ବର୍ଡ ସେନ୍ସସ୍ ସରିଯିବ ଗୋଟିଏ ଦିନରେ, ଆଉ ତାପରେ ତାର ଡାଟା କମ୍ପାଇଲ୍ କରାଯାଇକି ରେଜଲ୍ଟ ଆଉଟ୍ କରାଯିବ। ଆଶା କରୁଛନ୍ତି ଗତ ବର୍ଷ ଚଳିତ ବର୍ଷ ଆଗ ଯେହେତୁ ଅନୁକୂଳ ରହିଛି, ପକ୍ଷୀ ସଂଖ୍ୟା ବୃଦ୍ଧି ପକ୍ଷୀ ସଂଖ୍ୟା ତ ସେଇଟା କେବଳ ସମୟ ହିଁ କହିପାରିବ, କାରଣ ସେନ୍ସସ୍ର ଡାଟା ବା ରେଜଲ୍ଟ ଆସିଲା ପରେ କହିପାରିବ। ଆଉ ପକ୍ଷୀର କଂଗ୍ରିଗେସନ୍ ତ ବହୁତ ଭଲ ଅଛି। ଆଶା କରୁଛି ଭଲ ରହିବ ସେନ୍ସସ୍ର ରେଜଲ୍ଟ ବୋଲି, ସେଟା କେବଳ ସମୟ ହିଁ କହିପାରିବ। କମନ୍ ସେଲ୍ଡକ୍ ଆସିଛନ୍ତି, ଆଉ କିଛି କିଛି ଅଲଗା ପକ୍ଷୀ ବି ଅଛନ୍ତି ଯେଉଁମାନେ ଆସିଛନ୍ତି। ତେଣୁ ପୁରା ଫାଇନାଲ ଆସି ସାରିଲା ପରେ ଲିଷ୍ଟଟି କେତେ ସ୍ପେସିସ୍ ଆସିଛନ୍ତି, ଯେମିତି ଗତ ଥର 187 ପ୍ରଜାତିର ଚଢ଼େଇ ଆସିଥିଲେ, ଏଥରକ କେତେ ସ୍ପେସିସ୍ର ଚଢ଼େଇ ଆସିଛନ୍ତି, କ'ଣ ହେଇଛନ୍ତି, ସେଟା ସେନ୍ସସ୍ ରେଜଲ୍ଟ ସମୟରେ ଯେଉଁମାନେ ଡଙ୍ଗା ଚାଳକ ସବୁ ଅଛନ୍ତି, ଯାତ୍ରୀ ନବା ଆଣିବା କରୁଛନ୍ତି ବା ମାଛ ଧରା ଡଙ୍ଗା, ସେଟା ତ ନିଶ୍ଚିତ ପକ୍ଷୀ ଗଣନା ପାଇଁ ଜାଗା ସୃଷ୍ଟି ହେବ। ଆମେ ବିଭିନ୍ନ ବୋଟ୍ ଆସୋସିଏସନ୍ ମାନଙ୍କୁ ରିକ୍ୱେଷ୍ଟ କରିଥାଉ ଯେ ଯେଉଁ ସମୟରେ ସେନ୍ସସ୍ ଚାଲିବ ସେ ସମୟରେ ଟିକେ ଡଙ୍ଗା ଚାଳନା ବନ୍ଦ କରିବେ, ଏସ୍ପେସିଆଲି ମର୍ଣ୍ଣିଂ ହାଫ୍ରେ। ତେଣୁ ସେଇ ସମୟରେ ସେମାନେ ଡଙ୍ଗା ଯଦିଓ ଚଲେଇବେ ଆଉ କିଛି ସମୟ ପରେ, କିନ୍ତୁ ଯେତେବେଳେ ସେନ୍ସସ୍ ଟିମ୍ ବାହାରିବ ସେ ସମୟରେ ସେମାନେ ଟିକେ କେୟାରଫୁଲ୍ ରହିକି ଚଲେଇବେ।